जगतरे जगन्नाथ करि स्मरण जगत को शांति दियो मागे कल्याण जगतरे जगन्नाथ करि स्मरण जगत को शांति दियो मागे कल्याण। जय गुरु जय गुरु जय जगन्नाथ जय गुरु वैकुंठनाथ 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 जय गुरु जय जगन्नाथ जय गुरु वैकुंठनाथ। केवल आमे गोटे कथा कहवाकू चाहूँ जे जगन्नाथ केवल हिंदूर नुहंती से ज्ञान से विज्ञान सबु कथा ये जो ज आउ ग को मिसई देले जो शब्दटी आसूची जग ये जग शब्दटी प्रत्येक मनीष सबु धर्मर मनीष ये मानववादर कथा जग सबले भूल न करिबा पाई तुम्हें से बाट को जग भूल बाट को जाओ ना गोटे परीड़ दुकान पईड़ बिक्री होची तार किछि दूर रे गोटे मद्य बिक्री होची हांडिया बिक्री होची तेणु बाप पुओ को जगु कि पुओ बाप को जगु से जी जाको जग निजे निजुक आगे प्रथम जग मु पईड़ पीबी कि मद्य पीबी जो माने जीवन रे निजर भूलटा को जगी चंती से माने भल मनीष ये दुनिया रे अमर पुरुष रही जाइछन्ति। आज आम परिवार भितरे केई काहाकू जगु नाहांती आपण माने बुली बुलिकी खोजंतु प्रत्येक परिवार नुहे तथापि बेसी परिवार रे आज अशांति तार कारण कौटी निशार मादकर चरित्रर यही सब त्रुटि पाई आज अनेक परिवार भांगी जाउछि परिवार नष्ट हो जाउछि तेणु निजकू जग
ପିତାମାତା ବୟସ ହେଇଗଲା ତାକୁ ଟିକେ ଜଗ। କେତେବେଳେ ଔଷଧ ଖାଇବେ, କେତେବେଳେ ସେମାନେ କ'ଣ ଭାତ ଖାଇବେ କି ରୁଟି ଖାଇବେ। ସେଇଭଳି ପୁଅ ଝିଅମାନଙ୍କୁ ପାଠ ପଢ଼େଇ ଦେଲେ ଖାଲି ବାପା ମାଙ୍କର କର୍ତ୍ତବ୍ୟ ଶେଷ ହୁଏନି। ପିଲାମାନଙ୍କୁ ଜଗିବାକୁ ପଡ଼ିବ। କୁଆଡ଼େ ଯାଇଥିଲ, କାହିଁକି ଡେରି କଲ, କେଉଁଠି ଥିଲ, କ'ଣ କରୁଥିଲ, ଇଏ ହେଉଛି ଜଗ। ଇଏ ଗୋଟେ ମତର କଥା ଗଲା, ସାମାଜିକ ମତ। ଏଇଟା ପୁରା ସିକୁଲାର, ଏଇଟା ପୁରା ସମଗ୍ର ବିଶ୍ୱ ମାନବ ପାଇଁ ଉଦ୍ଦିଷ୍ଟ। ଖାଲି ମାଙ୍କଡ଼କୁ ହୁଡ଼ିବା ପାଇଁ ଆମେ ବାଡ଼ି ଧରିବା, ପାଗଳା କୁକୁରକୁ ହୁଡ଼ିବା ପାଇଁ ବାଡ଼ି ଧରିବା ନାହିଁ। ସବୁବେଳେ ମଣିଷକୁ ବିଶ୍ୱାସ କର, ଭଲ ପାଅ, କିନ୍ତୁ ଜଗ। ଆଚ୍ଛା, ଏ ଜଗ ହେଉଛି ଗୋଟେ ଦୀକ୍ଷା, ଗୋଟେ ମନ୍ତ୍ର। ଆମର ମହାପୁରୁଷ ମାନେ ଏଇ ନିଶ୍ୱାସକୁ ଜଗିକିରି ସେମାନେ ମହାପୁରୁଷ ହେଇଗଲେ। ଏଇ ନିଶ୍ୱାସକୁ ନେଇ ସେମାନେ ଆସନ କଲେ, ଧ୍ୟାନ କଲେ, ପ୍ରାଣାୟାମ କଲେ ଏବଂ କେଉଁ ପଟେ କେଉଁ ନିଶ୍ୱାସ ଗଲେ ତମେ କେଉଁ ମନ୍ତ୍ର ଜପ କରିବ ତାକୁ ସ୍ପଷ୍ଟ ଭାବରେ ସେମାନେ କହିଲେ। ହଂସ, ସୋହମ୍, ଅମ୍, ଏଇଭଳି ଭାବରେ ସେଇ ସୂର୍ଯ୍ୟାୟନରେ ଖାଇବା, ଡାହାଣ ପଟେ ନିଶ୍ୱାସ ଯାଉଥିବା ବେଳେ ଖାଇବା, ବାମ ପଟେ ନିଶ୍ୱାସ କଲାବେଳେ ଶୋଇବା। ତେଣୁ ଜଗ, ନିଶ୍ୱାସକୁ ଜଗ। ଭୁଲ ନ କରିବା ପାଇଁ ସଂକଳ୍ପ ନିଅ। ଭଲ ବାଟରେ ଯାଅ, ଭଲ ଖାଦ୍ୟ ଖାଅ, ଭଲ ପାନୀୟ ପାନ କର। ପରିବାରରେ ସମସ୍ତେ ସମସ୍ତଙ୍କୁ ଜଗନ୍ତୁ। ଯେଭଳି ସୈନିକମାନେ ସୀମାନ୍ତକୁ ଜଗିଛନ୍ତି, ପୋଲିସ ଗୋଟାଏ ସ୍ୱତନ୍ତ୍ର ଏରିଆକୁ ଜଗିଛି, ଚୌକିଦାର ମାନେ ଗ୍ରାମକୁ ଜଗିଛନ୍ତି। ସେଇଭଳି ଆମକୁ ଜଗିବାକୁ ପଡ଼ିବ। ଏଇ ଜଗରେ, ଏଇ ଜଗକୁ ନେଇ ସମଗ୍ର ବିଶ୍ୱ ଅଛି। ସୈନ୍ୟ ବିଭାଗ এই জগবাক, এই জগ শব্দর তত্ত্ব। জগ এবং জাগ, এই জাগ শব্দকু নেই ଭାରତ ସ୍ୱାଧୀନ ହେଇଛି, ଭାରତରୁ ପାକିସ୍ତାନ ସ୍ୱାଧୀନ ହେଇଛି, ପାକିସ୍ତାନରୁ ବାଂଲାଦେଶ ସ୍ୱାଧୀନ ହେଇଛି, ନେପାଳ ସ୍ୱାଧୀନ ହେଇଛି, ଭୁଟାନ ସ୍ୱାଧୀନ ହେଇଛି, ଶ୍ରୀଲଙ୍କା ସ୍ୱାଧୀନ ହେଇଛି। ଇଏ ସବୁ ହେଉଛି ଜଗ ଜାଗର କଥା। ସେଥିପାଇଁ ଆମେ ଗୋଟିଏ ଅନନ୍ତଙ୍କ ଉଦ୍ଦେଶ୍ୟରେ ଗୋଟିଏ ପ୍ରାର୍ଥନା ଗାଉ। जाग है, जाग है, जाग है, जाग है, जाग है अनंत तुम्हें जागी धरा जाग है अनंत तुम्हें जागी धरा सिखाई दिया है प्रभु हे संसार सार कर में सिखाई दिया है प्रभु हे
संसार सार कर्मे जाग हे अनंत तुमे जागी उठ धराधामे जाग हे अनंत तुमे जागी उठ धराधामे। এই গ অক্ষরে রহিছি ଆଉ ଗୋଟେ ତତ୍ଵ ଗୋମାତା। ହିନ୍ଦୁମାନେ ଗୋମାତା ମାନଙ୍କୁ ପୂଜା କରୁଛନ୍ତି, ତାଙ୍କର କରନ୍ତୁ। ମୁସଲମାନ ଭାଇମାନେ ଖ୍ରୀଷ୍ଟିଆନ ଭାଇମାନେ ଗୋମାତାଙ୍କୁ ପୂଜା କରନ୍ତିନି, ନ କରନ୍ତୁ। କ୍ଷୀର ତ ଖାଆନ୍ତି, ଚାହା ତ ପିଅନ୍ତି, ଦହି ଖାଆନ୍ତି, ଛେନା ଖାଆନ୍ତି। ଦିନେ ସମୟ ଥିଲା ଗୋବରରୁ ଘଷି ତିଆରି କରି ଚୁଲିରେ ଆମେ ସମସ୍ତେ ଜାଳୁଥିଲୁ। ହିନ୍ଦୁ ଚୁଲିରେ ଜଳୁଥିଲା, ସବୁ ଚୁଲିରେ ବି ଜଳୁଥିଲା। ଗୋମୂତ୍ରରେ କୀଟନାଶକ ଔଷଧ ତିଆରି ହେବ। ତେଣୁ କିଏ ପୂଜା କରିବ ନ କରିବ ସେଇଟା ଗୋଟେ ବଡ଼ କଥା ନୁହେଁ। କିନ୍ତୁ ଗାଈ ପାଳନ କର, ମଇଁଷି ପାଳନ କର, ତାର କାରଣ ହେଉଛି ସମସ୍ତେ ଜାଳେଣି ପାଇବ, ଖତ ପାଇବ ଏବଂ ଆଶୀର୍ବାଦ ବି ପାଇବ। ଆମେ ଆମର ଗୋମାତାଙ୍କୁ ପୂଜା କରୁଛୁ, ଆମେ ଆମର ଆଶୀର୍ବାଦ ପାଇବୁ। କିନ୍ତୁ ମନେ ରଖନ୍ତୁ, ଏ ଦୁନିଆରେ ଯେତେ ପଶୁପକ୍ଷୀ ଅଛନ୍ତି ତାଙ୍କର ଭଲ ପାଇବା ମଣିଷ ପାଇଁ ସ୍ୱତନ୍ତ୍ର। ପାଳନ୍ତୁ ଗୋଟେ ଛେଳି, କେତେ ସ୍ନେହିକ ସେ। ବିଲେଇ, କୁକୁର, ଆପଣମାନଙ୍କର ମନେ ଥିବ ଖୁବ୍ ନିକଟର କଥା, ମୟୂରଭଞ୍ଜର ଖଇରା ବାଘ ମଣିଷ ବାପ ମାଙ୍କ କୋଳରେ ସେ ଶୋଉଥିଲା। ଆଜି ବି ସେ ଖଇରା ବାଘ ସେ ଜାଗାଟି ବି ଅଛି। ସେ ବାଘଟି ମରିଗଲା ପରେ ତାଙ୍କ ବାପା ମା ବି ମରିଗଲେ। ସେ ମଣିଷ ବାପ ମାଙ୍କ କୋଳରେ ଶୁଏ। ତେଣୁ ଇଏ ହେଉଛି ପ୍ରକୃତରେ, କିନ୍ତୁ ଆମେ ପ୍ରକୃତରେ ସେସବୁ କଥା ଉପରେ ଆମର ନଜର ନାହିଁ। ଗୋପାଳନ ସମସ୍ତେ କରିବା ଉଚିତ। ଗ କହିଲେ ଗଛ। ଗଛ କ'ଣ କେବଳ ହିନ୍ଦୁମାନଙ୍କର ଦରକାର? କେଉଁ ଧର୍ମର ଗଛ ଦରକାର ନାହିଁ? ପୃଥିବୀରେ କାହାର ଗଛ ଦରକାର ନାହିଁ? ଯଦି ଗଛ ଦରକାର ତାହେଲେ ଆଜି ମୁସଲମାନ ଭାଇମାନଙ୍କର କବର, ଖ୍ରୀଷ୍ଟିଆନ ମାନଙ୍କର କବର, ସେ ତାର ତାଙ୍କ ଧର୍ମ ଅନୁଯାୟୀ କରନ୍ତୁ। କିନ୍ତୁ ସେଇ କବର ପାଖରେ ଗୋଟେ ଯଦି ଗଛ ଲାଗନ୍ତା ତାହେଲେ ସିଏ ଆମକୁ ଅମ୍ଳଜାନ ଦିଅନ୍ତା, ଫଳ ଦିଅନ୍ତା, ସୁବାସ ଦିଅନ୍ତା, ମହୁ ଦିଅନ୍ତା, ଛାଇ ଦିଅନ୍ତା, ଜାଳେଣି ବି ଦିଅନ୍ତା। ଆମେ ସେ ବିଷୟରେ ସବୁ ଧର୍ମର ଲୋକମାନଙ୍କୁ ଆମେ ଜଣେଇବୁ ବୋଲି ଚିନ୍ତା କରୁଛୁ, ଜଣେଇବୁ ମଧ୍ୟ। ଇଏ ହେଲା ଗ। ତାପରେ ନାଁ ଆସିବା। ନାଁ କହିଲେ କ'ଣ? ଜଗନ୍ନା ନାମ। ଇଏ ନାମ କଥା ଶୁଣୁ ଶୁଣୁ ସମସ୍ତେ ଭାବିବେ ଆମ ନାମ ହେଉଛି ଅମୁକ, ତାଙ୍କ ନାମ ହେଉଛି ସମୁକ। ଏଠି ଭଗବାନଙ୍କର ନାମ ଭଜନ କରିବା ପାଇଁ ଭଗବାନ କେତେବେଳେ ବ୍ୟସ୍ତ ନୁହନ୍ତି। ଇଏ ଜଗତରେ ଯେତେ ନାମ ଅଛି, ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରା, ନକ୍ଷତ୍ର, ସମୁଦ୍ର, ପବନ, ଖଟ, ପଲଙ୍କ, ମାଇକି, ଲାଇଟ୍, ଏସି, ଫ୍ରିଜ୍, ଚେୟାର, ଟେବୁଲ, ଡାଇନିଂ, ଏ ଯେତେ ନା, ପୁଣି ଆମମାନଙ୍କର ଗୋଟେ ଗୋଟେ ନାଁ ଅଛି। ପ୍ରତ୍ୟେକ ମଣିଷର ଗୋଟେ ଗୋଟେ ନାଁ। ଆମ ଭାଷାରେ ଆମ ନାଁ, ତାଙ୍କ ଧର୍ମ ଅନୁଯାୟୀ ତାଙ୍କ ନାଁ,
ତାଙ୍କ ଭାଷାରେ ତାଙ୍କ ନାଁ ତାଙ୍କ ଭାଷା ଇଏ ସବୁ ନାମ ମୁଁ ଏଠି ବହିଛି ଚେୟାର ଗୋଟେ ନାମ ମୁଁ ଜଣକୁ ସବୁ ଜନ୍ମ ହେଇ ତାକୁ ଡାକୁଛି ବାପା ସେ ବି ଗୋଟେ ନାମ ମା ବି ଗୋଟେ ନାମ ଭାଇ ଗୋଟେ ନାମ ଭଉଣୀ ଗୋଟେ ନାମ ଆମେ କହିବୁ କେବଳ ଈଶ୍ୱର ଆମେ କହିବୁ ଓ ଗଡ୍ ହେଲ୍ପ ମି କିଏ କହିବ ଓମ୍ ପରମାତ୍ମା କିଏ କହିବ ଆଲ୍ଲାହ ଆକବର ଆଲ୍ଲାହ କିଏ କହିବ ବାହେ ଗୁରୁ ଇଏ ସବୁ ଆଧ୍ୟାତ୍ମିକ କଥା ସେ ଆଧ୍ୟାତ୍ମିକ ଧାରାରେ ଚାଲୁ କିନ୍ତୁ ଏ ଜଗତରେ ଯେତେ ନାମ ସବୁ ନାମର ପ୍ରତୀକ ହେଉଛନ୍ତି ସେଇ ସର୍ବଶକ୍ତିମାନ ଜଗନ୍ନାଥ ଶବ୍ଦର ଆମେ ଏଠି କହୁଛୁ ସୂର୍ଯ୍ୟ ଆଉ କିଏ କହୁଛି ସନ୍ ହିନ୍ଦୀରେ କହୁଛନ୍ତି ସୁରଜ ଆମେ କହୁଛୁ ପବନ ସେ କହୁଛନ୍ତି ଏୟାର କିନ୍ତୁ ସବୁ ନାମ ଆମେରିକା ରଷିଆ ଭାରତ ଚୀନ ନେପାଳ ଜାପାନ ମିଆଁମାର ସବୁ ତ ନାମ ବିନା ଇଏ ସୃଷ୍ଟିରେ କିଛି ନାହିଁ ଯୋଉ ଗଛର ନାଁ ଆମେ ଜାଣିନୁ ତାକୁ ଆମେ ଅଚିହ୍ନା ଗଛ ବୋଲି କହୁ ତାକୁ ବି ପୂଜା କରୁ କିନ୍ତୁ ତାଟା କ'ଣ ନାମ ଥିବ ଆମେ କିନ୍ତୁ ଜାଣିନୁ ଆମ୍ବ ଗଛ ପଣସ ଗଛ ସପୁରୀ ଗଛ ଦୁବ ଘାସ ଇଏ ଯେତେ କଥା ଦୁନିଆରେ ଅଛି ସବୁ ହେଉଛନ୍ତି ନାମ ବା ଜଗନ୍ନାଥ ତତ୍ତ୍ୱର ପ୍ରତୀକ ତେଣୁ ନାମ ହିଁ ଏ ଯୁଗର ଶ୍ରେଷ୍ଠ ମାର୍ଗ ଆମେ ହିନ୍ଦୁମାନେ ଗୋଟିଏ ନାମ କରୁ ଶ୍ରୀକୃଷ୍ଣ ଗୋବିନ୍ଦ हरे मुरारे हे नाथ नारायण वासुदेव श्री कृष्ण गोविंद हरे मुरारे हे नाथ नारायण वासुदेव श्री कृष्ण गोविंद हरे मुरारे हे नाथ नारायण वासुदेव श्री कृष्ण गोविंद हरे मुरारे हे नाथ नारायण वासुदेव श्री कृष्ण गोविंद हरे मुरारे हे नाथ नारायण वासुदेव श्री कृष्ण गोविंद हरे मुरारे हे नाथ नारायण वासुदेव ଏମିତି ତ ଅନେକ ନାମ ଅଛି କୋଉ ନାମ ଛୋଟ କୋଉ ନାମ ବଡ଼ କିଏ କହୁଛି ସୀତାରାମ କିଏ କହୁଛି ରାଧେଶ୍ୟାମ ଆମେ ଆଉ ଗୋଟେ ନାମ କରୁ ଜୟ ଗୁରୁ ବାହେ गुरु श्री पुरुषोत्तम परमात्मा गण अल्लाह बुद्ध ब्रह्म जय गुरु बाहे गुरु श्री पुरुषोत्तम परमात्मा गण अल्लाह बुद्ध ब्रह्म ସବୁ ଧର୍ମର ଗୋଟେ ଗୋଟେ ନାମ ଈଶ୍ୱରଙ୍କ ପାଇଁ ଉଦ୍ଦିଷ୍ଟ ସେଇଭଳି ଭାବରେ ସନାତନ ଧର୍ମରେ ଅନେକ ନାମ ଅଛି ଇଏ ଗଲା ଆଧ୍ୟାତ୍ମିକ କଥା କିନ୍ତୁ ସାମାଜିକ କଥାରେ ଏ ଦୁନିଆରେ ଯାହା ଦେଖୁଛ ତାର ଗୋଟେ ନାମ ଅଛି ସବୁ ନାମର ପ୍ରତୀକ ହେଉଛନ୍ତି ଜଗନ୍ନାଥ ଗୋଟେ ଓଡ଼ିଆର ଗୋଟେ ପଦ ଅଛି ନଦୀ ବନଗିରି भीमकांत श्री तुम्बरी कटाक्ष धरे गाए तब गीति हे विश्व भारती जय जगदीश हरे हरे जय जगदीश हरे
ନଦୀ ମାନଙ୍କର ଅନେକ ନାମ, ସମୁଦ୍ର ମାନଙ୍କର ଅନେକ ନାମ, ପାହାଡ଼ ପର୍ବତର ଅନେକ ନାମ, ବିଭିନ୍ନ ଜଙ୍ଗଲର ନାମ, ବିଭିନ୍ନ ସହରର ନାମ, ବିଭିନ୍ନ ରାଜ୍ୟର ନାମ, ବିଭିନ୍ନ ଗ୍ରାମର ନାମ, ସବୁ ନାମର ପ୍ରତୀକ ହେଉଛନ୍ତି ଜଗନ୍ନାଥ। ସେଥିପାଇଁ କୁହାଯାଉଛି ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍, ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍, ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍, ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍, ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍, ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍। ଖାଲି ଜଗନ୍ନାଥ ବୋଲି ଶବ୍ଦଟିଏ କହିଦେଲେ ତମର ଆଉ କିଛି ମାଗିବା ଦରକାର ପଡ଼ିବନି। ମୋତେ ଅମୁକ ଦିଅ, ମୋର ଏଇଆ କର, ସେ କ'ଣ କିଛି ଜାଣିନାହାନ୍ତି? ତମେ ସବୁ କହିଲେ ସେ ଜାଣିବେ। ତେଣୁ ଖାଲି ଜଗନ୍ନାଥ କହିଦେଲେ ତମ ସବୁଯାକ କାମନା ବାସନା ଯାହା ଘଟିଗଲା, ଯାହା ଘଟୁଛି, ଯାହା ଘଟିବ, ସବୁ କଥା ସେଇ 4ଟି ଅକ୍ଷର ଭିତରେ ରହିଛି। ଇଏ ହେଉଛି ଜଗନ୍ନାଥ। ଏମିତିକି ଆପଣ ପେନ୍, ପେପର, କଲମ, ସେ ପେନସିଲ, ବହି, ସ୍କୁଲ, ବିଦ୍ୟାଳୟ ସବୁ ତ ନାଁ ଆଉ। ସେ ନାଁ ଭିତରେ ସବୁ ଅଛି ଆଉ ନାମ। ଇଏ ଗଲା ଗୋଟିଏ କଥା। ତାପରେ ଆସିଲା ଥ। ଥ କହିଲେ କ'ଣ? ଥୟ। ଥୟ କ'ଣ? ଥୟର ଅନ୍ୟାର୍ଥ ହେଉଛି ଧୈର୍ଯ୍ୟ ରଖ। ଦୁଃଖ ଆସିବ, ନିଶ୍ଚୟ ଯିବ, ସେଥିପାଇଁ ପ୍ରସ୍ତୁତ ରୁହ। ମାନସିକ ସୁଖ ବି ଆସିବ, ତା ପାଇଁ ବି ପ୍ରସ୍ତୁତ ରୁହ। ଦିନ ପରେ ରାତି, ରାତି ପରେ ଦିନ, ଯେମିତି ସେମିତି ଆଉ କ'ଣ। ଥୟ। ଆଉ ଥ, ଥକା ଆସିବ, କ୍ଳାନ୍ତି। କ୍ଳାନ୍ତି ଆମେ ଯେତେବେଳେ କାମ କରି କରି ଥକି ପଡ଼ିବା, ଟିକେ ଶୋଇପଡ଼ିବା, କିମ୍ବା ଟିକେ ବସି ପଡ଼ିବା, କିମ୍ବା ଟିକେ ଅନ୍ୟମନସ୍କ ହେବା ପାଇଁ କ'ଣ ଗୋଟେ ଖେଳିବା କି ଟିଭି ଦେଖିବା। ପେସେନ୍ସ, ଧୈର୍ଯ୍ୟ, ତାର ଅନେକ ଉଦାହରଣ ଏ ଦୁନିଆରେ ଅଛି। ଆଉ ସବୁଠାରୁ ବଡ଼ ଉଦାହରଣ ହେଉଛି ଥ ହେଇକିରି ଅଛି ପଦାର୍ଥ। ସେ ଯୋଉଠି ପଡ଼ିଛି ସେଇଠି ଅଛି। ଏଇ ଥ ପଦାର୍ଥ ରୂପୀ ଥକୁ, ତାକୁ ଚଳଚଞ୍ଚଳ କରିଛି ମଣିଷ। ପଥରରୁ କେତେ କଥା ତିଆରି କରିଛି, ଜଳରୁ କେତେ କଥା ସୃଷ୍ଟି କରିଛି। ଏଇ ଯେଉଁ ହେଉଛି ଥ। ସେଥିପାଇଁ ସାରିଆ ଭିକ ଗାଇଥିଲେ, ଥକା ମନ ଚାଲ ଯିବା, ଚକା ନୟନ ଦେଖିବା, ଥକା ମନ ଚାଲ ଯିବା, ଚକା ନୟନ ଦେଖିବା, ଶଙ୍ଖଲାଭି ମଣ୍ଡଳରେ, ଶଙ୍ଖଲାଭି ମଣ୍ଡଳରେ ବେନି ନେତ୍ର ପଖାଳିବା, ଥକା ମନ ଚାଲ ଯିବା, ଚକା ନୟନ ଦେଖିବା, ଥକା ମନ ଚାଲ ଯିବା,
চকা নয়ন দেখিবা। আজ দেখন্তু পদার্থ বিজ্ঞান মেটেরিয়াল সাইন্স সমগ্র বিশ্ব আজি পরমাণু অস্ত্র তৈরি করেছি। ধ্বংসাস্ত্র ঠারু আজি ভাত ডালি তরকারি ঠারু আরম্ভ করি লুগা পটা ইয়ে সবু হଉଛି পদার্থ। আজি ସବୁଠାରୁ ପ୍ରମାଣ ହେଇଯାଇଛି ଯେ ପଦାର୍ଥ ହିଁ ପ୍ରକୃତ ଜୀବନକୁ ରକ୍ଷା କରୁଛି। ତେଣୁ ପଦାର୍ଥ ବିଜ୍ଞାନକୁ ଅନୁସରଣ କରନ୍ତୁ। ବାଟରେ ବାଟ ମଙ୍ଗଳା ଦେଖିବା 18 ନଳା। ବାଟରେ ବାଟ ମଙ୍ଗଳା ଦେଖିବା 18 ନଳା। ପାଞ୍ଚ ମନ ଏକ କରି ପାଞ୍ଚ ମନ ଏକ କରି ନରେନ୍ଦ୍ରେ ସ୍ନାନ ସାରିବା। ଥକା